ସୁଭଦ୍ରା ଯୋଜନା ସ୍କିମ୍ର ଫର୍ମ ଆସିଛି। ଯେଉଁ ମହିଳାମାନେ ଆବେଦନ କରିବାକୁ ଚାହୁଁଛନ୍ତି ନିର୍ଭୁଲ ଭାବରେ ପ୍ରଥମେ ଫର୍ମ ଫିଲ୍ଅପ୍ କରନ୍ତୁ। ଏହି ପିଡିଏଫ୍ ଗୁଡ଼ିକୁ ଆପଣଙ୍କର ନିକଟସ୍ଥ CSC ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ପାଇଯିବେ। ତେବେ ଚାଲନ୍ତୁ ଜାଣିବା କେମିତି ଫର୍ମ ଫିଲ୍ଅପ୍ କରାଯାଏ। 1 ନମ୍ବରରେ ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ ଏହି ବକ୍ସ ଭିତରେ ଆପଣଙ୍କ ଆଧାର ଯେମିତିକା ନାମ ଅଛି ସେମିତିକା ଗୋଟେ ଗୋଟେ ଲେଟର ଏଇଭଳି ଫିଲ୍ କରିଦେବେ। 2 ନମ୍ବରରେ ଆଧାର ସଂଖ୍ୟା ଆପଣଙ୍କର 12 ଡିଜିଟ୍ ଆଧାର ନମ୍ବର ଏହି ବକ୍ସ ଭିତରେ ଦେଇଦେବେ। 3 ନମ୍ବରରେ ସ୍ୱାମୀ କିମ୍ବା ପିତାଙ୍କ ନାମ ଆପଣଙ୍କ ଆଧାରରେ ଯେମିତି ରିଲେଟିଭ୍ ଥିବ ମିନ୍ସ ବାପା କିମ୍ବା ମ୍ୟାରେଜ୍ କରିଥିଲେ ସ୍ୱାମୀଙ୍କ ନାମ ଥିଲେ ତାଙ୍କ ନାମ ଏଠାରେ ଦେଇଦେବେ। 4 ନମ୍ବରରେ ଜନ୍ମ ତାରିଖ ଏବେ ଆପଣଙ୍କ ଜନ୍ମ ତାରିଖ ଦିଅନ୍ତୁ। ପ୍ରଥମେ ଦିନ ଦିଅନ୍ତୁ, ତାପରେ ମାସ ଦିଅନ୍ତୁ, ତାପରେ ବର୍ଷ ଦିଅନ୍ତୁ। ସପୋଜ ଆପଣଙ୍କ ଡେଟ୍ ଅଫ୍ ବାର୍ଥ 2/11/2000 ତେବେ ଏମିତି ଫିଲ୍ କରିଦେବେ। 5 ନମ୍ବରରେ ବର୍ଗ ବା କ୍ୟାଟେଗୋରୀ ଏଥିରେ ଅପସନ୍ ଅଛି ସାଧାରଣ ଅର୍ ଜେନେରାଲ, ତାପରେ ଅନୁସୂଚିତ ଜାତି ବା SC, ତାପରେ ଅନୁସୂଚିତ ଜନଜାତି ଅର୍ ST ଯାହା କ୍ୟାଟେଗୋରୀ ଥିବ ଏହି ବକ୍ସରେ ଠିକ୍ ମାରିବେ। 6 ନମ୍ବରରେ ଶାରୀରିକ ଭିନ୍ନକ୍ଷମ ଯଦି ଆପଣ ଜଣେ ଭିନ୍ନକ୍ଷମ ଅର୍ ଡିଜାବିଲିଟି ତେବେ ହଁ ବକ୍ସରେ ଠିକ୍ ମାରିବେ, ଯଦି ନୁହନ୍ତି ନାରେ ଠିକ୍ ମାରିବେ। 7 ନମ୍ବରରେ ଆଧାର ସଂଯୁକ୍ତ ମୋବାଇଲ ନମ୍ବର ଆପଣଙ୍କ ଆଧାରରେ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ଅଛି ସେହି ମୋବାଇଲ ନମ୍ବରକୁ ଏଠାରେ ଫିଲ୍ କରନ୍ତୁ। 8 ନମ୍ବରରେ ବିକଳ୍ପ ମୋବାଇଲ ନମ୍ବର ଏଠାରେ ଅଲଗା ମୋବାଇଲ ନମ୍ବର କିମ୍ବା ଅଲ୍ଟରନେଟିଭ୍ ମୋବାଇଲ ନମ୍ବର ଦେଇଦେବେ। 9 ନମ୍ବରରେ ଜିଲ୍ଲା ଏଥିରେ ଆପଣଙ୍କ ଜିଲ୍ଲା ଦେବେ। 10 ନମ୍ବରରେ ଗ୍ରାମାଞ୍ଚଳ ନିମନ୍ତେ ଆପଣ ଯଦି ଗାଁରେ ରହୁଥିବେ ତେବେ ଏଠାରେ ଗାଁର ନାମ ଦେବେ। ଏଠାରେ ଗ୍ରାମ ପଞ୍ଚାୟତର ନାମ ଦେବେ, ତାପରେ ଆପଣଙ୍କ ବ୍ଲକ ନାମ ଦେବେ। 11 ନମ୍ବରରେ ସହରାଞ୍ଚଳ ନିମନ୍ତେ ଯଦି ଆପଣ ସହରରେ ରହୁଥିବେ ତେବେ ଆପଣଙ୍କ ସହରର ନାମ ଦେବେ, ତାପରେ ଉର୍ବନ ଲୋକାଲ ବଡି ଦେବେ, ତାପରେ ଆପଣଙ୍କ ସହର କିମ୍ବା ନଗର ନାମ ଦେଇଦେବେ। 12 ନମ୍ବରରେ ଆଧାର ସକ୍ଷମ ସଞ୍ଚୟ ଖାତା ଥିବା ବ୍ୟାଙ୍କ ନାମ ଆଧାରରେ ଯେଉଁ ବ୍ୟାଙ୍କ ଲିଙ୍କ ଅଛି ସେହି ବ୍ୟାଙ୍କର ନାମ ଏଠାରେ ଦିଅନ୍ତୁ। ଯଦି ଜାଣିପାରୁନାହାନ୍ତି ଆପଣଙ୍କ ଆଧାରରେ କେଉଁ ବ୍ୟାଙ୍କ ଲିଙ୍କ ଅଛି ତେବେ ଡେସ୍କ୍ରିପ୍ସନରେ ଭିଡ଼ିଓ ଲିଙ୍କ ଅଛି, ଯାଇ ଦେଖିପାରିବେ। ଏବେ ଡିକ୍ଲାରେସନ ଫର୍ମରେ କରେକ୍ଟ ଠିକ୍ କରିବେ, ନହେଲେ ଦେଖିପାରିବେ ଏଥିରେ ଲେଖା ଅଛି ଯେ ମୁଁ ଏତଦ୍ୱାରା ଘୋଷଣା କରୁଅଛି ଯେ ପୂର୍ବ ପୃଷ୍ଠାରେ ଉଲ୍ଲେଖିତ ତଥ୍ୟ ମୋର ଜ୍ଞାନ ଅନୁଯାୟୀ ସତ୍ୟ ଅଟେ। ମୁଁ ଜ୍ଞାତ ଯେ ଏଥିରୁ କୌଣସି ମିଥ୍ୟା ପ୍ରମାଣିତ ହେଲେ ଏହି ଆବେଦନରୁ ପ୍ରତ୍ୟାଖ୍ୟାନ କରାଯାଇପାରେ ଏବଂ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଦୟାକରି ପ୍ରଯୁଜ୍ୟ ସ୍ଥାନରେ ଠିକ୍ ଚିହ୍ନ ମାରନ୍ତୁ। ଏହାର ଅର୍ଥ ଆପଣ ଯଦି ଭୁଲ ତଥ୍ୟ ଦେଇଛନ୍ତି ଆପଣଙ୍କ ଫର୍ମ ରିଜେକ୍ଟ ହୋଇପାରେ ଏବଂ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ତେଣୁ ଦୟାକରି ଠିକ୍ ସ୍ଥାନରେ ଠିକ୍ ମାରିବେ। ପ୍ରଥମରେ ଦେଖିପାରିବେ ମୁଁ ଓଡ଼ିଶାର ବାସିନ୍ଦା ଅଟେ। ଯଦି ଆପଣ ଓଡ଼ିଶାରେ ରହୁଛନ୍ତି ଏହି ବକ୍ସରେ ଠିକ୍ ମାରିବେ। ତାପରେ 1 ଜୁଲାଇ 2024 ସୁଦ୍ଧା ମୋର ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ଅଟେ। ଏମିତିକା ବୟସ ଥିଲେ ଏହି ବକ୍ସରେ ଠିକ୍ ମାରିବେ। ତାପରେ ମୁଁ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ମାସିକ 1500 ଟଙ୍କା ଅଥବା ତଦୁର୍ଦ୍ଧ୍ୱ କିମ୍ବା ବାର୍ଷିକ 18,000 ଟଙ୍କା ତଦୁର୍ଦ୍ଧ୍ୱ ଆର୍ଥିକ ସହାୟତା ରାଶି ପାଇନାହିଁ। ଯଦି ଏମିତିକା ସରକାରଙ୍କ ଠାରୁ ଦରମା ପାଉନାହାନ୍ତି ତେବେ ଏହି ବକ୍ସରେ ଠିକ୍ ମାରିବେ। ତାପରେ ମୁଁ କିମ୍ବା ମୋ ପରିବାର କୌଣସି ସଦସ୍ୟ ବର୍ତ୍ତମାନର କିମ୍ବା ପୂର୍ବାତନ ସାଂସଦ MP କିମ୍ବା ବିଧାନସଭା ସଦସ୍ୟ MLA ନୁହନ୍ତି। ଯଦି ଆପଣ ଏବଂ ଆପଣଙ୍କ ସଦସ୍ୟ କେହି ନୁହନ୍ତି ତେବେ ଏହି ବକ୍ସରେ ଠିକ୍ ମାରିବେ। ତାପରେ ମୁଁ କିମ୍ବା ମୋ ପରିବାର କୌଣସି ସଦସ୍ୟ ଆୟକର ଦାତା ନୁହନ୍ତି। ଯଦି ଆପଣ ଏବଂ ଆପଣଙ୍କ ଫ୍ୟାମିଲିରୁ କୌଣସି ସଦସ୍ୟ ଟ୍ୟାକ୍ସ ଦେଉନଥିବେ ଏହି ବକ୍ସରେ ଠିକ୍ ମାରିବେ। ତାପରେ ମୁଁ କିମ୍ବା ପରିବାର କୌଣସି ସଦସ୍ୟ କୌଣସି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା କିମ୍ବା ପଞ୍ଚାୟତରାଜ ଅନୁଷ୍ଠାନରେ ଜଣେ ନିର୍ବାଚିତ ଜନପ୍ରତିନିଧି ନୁହନ୍ତି। ୱାର୍ଡ ମେମ୍ବର ଏବଂ କାଉନସିଲର ବ୍ୟତୀତ ଆପଣ ଏବଂ ଆପଣଙ୍କ ପରିବାର କୌଣସି ସଦସ୍ୟ ପ୍ରତିନିଧି ନୁହନ୍ତି ତେବେ ଏହି ବକ୍ସରେ ଠିକ୍ ମାରିବେ। ତାପରେ ମୁଁ କିମ୍ବା ମୋ ପରିବାର କୌଣସି ସଦସ୍ୟ ଭାରତ ସରକାରଙ୍କ କିମ୍ବା ରାଜ୍ୟ ସରକାରଙ୍କ କୌଣସି ଅଣ୍ଡରଟେକିଂ ଅଥବା ବୋର୍ଡ ଅଥବା ସ୍ଥାନୀୟ ସଂସ୍ଥା ଅଥବା ବିଭାଗର ନିୟମିତ ସ୍ଥାୟୀ କିମ୍ବା ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ ନୁହନ୍ତି ଅଥବା ଅବସର ପରେ ପେନ୍ସନ୍ ପାଉନାହାନ୍ତି। ସେମିତିକା ଆପଣଙ୍କର ଏବଂ ପରିବାର ସଦସ୍ୟ କେହି ନଥିଲେ ଏହି ବକ୍ସରେ ଠିକ୍ ମାରିବେ। ତାପରେ ମୁଁ କିମ୍ବା ପରିବାର କୌଣସି ସଦସ୍ୟ ଭାରତ ସରକାରଙ୍କ କୌଣସି ସରକାରୀ ବିଭାଗ ଅଥବା ଉଦ୍ୟୋଗ ଅଥବା ବୋର୍ଡ ଅଥବା ସଂଗଠନ ଅଥବା ଜଣେ ରାଜ୍ୟ ସରକାରଙ୍କ ନିର୍ବାଚିତ ମନୋନୀତ ନିଯୁକ୍ତି ପ୍ରତିନିଧି ନୁହନ୍ତି ତେବେ ଏହି ବକ୍ସରେ ଠିକ୍ ମାରିବେ। ତାପରେ ମୋର କିମ୍ବା ପରିବାରଙ୍କର କୌଣସି ସଦସ୍ୟଙ୍କର 5 ଏକରରୁ ଅଧିକ ଜଳସେଚିତ କିମ୍ବା 10 ଏକରରୁ ଅଧିକ ଅଣ ଜଳସେଚିତ ଜମି ନାହିଁ ତେବେ ଏହି ବକ୍ସରେ ଠିକ୍ ମାରିବେ। ତାପରେ ମୋର କିମ୍ବା ମୋ ପରିବାର କୌଣସି ସଦସ୍ୟଙ୍କର 4 ଚକିଆ ମୋଟର ଯାନ ନାହିଁ ଟ୍ରାକ୍ଟର, ମିନି ଟ୍ରକ୍ ଏବଂ ଛୋଟ ବାଣିଜ୍ୟ ଯାନବାହନ ଏବଂ ଅନ୍ୟ ସାମାନ୍ୟ ହାଲୁକା ମାଲବାହୀ ଯାନ ବ୍ୟତୀତ ନଥିଲେ ଏହି ବକ୍ସରେ ଠିକ୍ ମାରିବେ।
तापरे मोर परिवार वार्षिक आय 2,50,00,000 टंका केवल 2,50,000 टंकारु कम थिले ई बॉक्स रे ठीक मारिबे। तापरे आवेदनकारी दस्तखत रे आपनक दस्तखत देबे। तापरे जेबे आवेदन करूछंती सेही तारीख देबे। तापरे एही फॉर्म को सीएससी सेंटर किंबा मो सेवा केंद्र रे आवेदन करला परे एमिति एक्नॉलेजमेंट रसीद पाई जिबे। आशा करूची फॉर्म फिलअप रो सब तथ्य बुझी पारिथिबे। डाउट रहि जाइथिले तळे कमेंट करंतु।